ଆଜିର ପ୍ରସଙ୍ଗ ଦେବଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳ ଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ, ଦିଅଁ ବିଭା ଆଉ ଶୀତଳ ଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ, ଦିଅଁ ବିଭା, ଶୀତଳ ଷଷ୍ଠୀ, ଗୁଆଲି, ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣି ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଇଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ର ତାପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ 5 ଦିନ ବ୍ୟାପୀ ଆୟୋଜିତ ଏହି ବିବାହୋତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇ ଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସୀ ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟା ପକ୍ଷ ସାଧାରଣ ଚଳଣି ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ, ସଙ୍ଗୀତ, ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀ ଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ। ଏଥିରେ ଧର୍ମ, ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।